ଝରକା ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର। ବର୍ଚ୍ଚଣା ବ୍ଲକ ଅନ୍ତର୍ଗତ ବୈରୀ ଥାନା ଅଞ୍ଚଳରୁ ଅପରାଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାରେ ପୋଲିସ ବିଫଳ ହୋଇଛି। ଦିନକୁ ଦିନ ବିଭିନ୍ନ ସ୍ଥାନରୁ ଚୋରି ବଢ଼ିବାରେ ଲାଗିଛି। ଗତ ଡିସେମ୍ବର 18 ତାରିଖରେ ଗୋଟିଏ ରାତିରେ 6ଟି ମନ୍ଦିରରୁ ସୁନା ଅଳଙ୍କାର ସହିତ ଦାନବାକ୍ସରୁ ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏଯାବତ୍ ମନ୍ଦିର ଚୋରି ସମ୍ପର୍କରେ ପୋଲିସ ଚୋରର କୌଣସି ସନ୍ଧାନ ପାଇପାରିଲା ନାହିଁ। ପୁନଶ୍ଚ ଛତିଆ ଅଞ୍ଚଳରୁ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ମଙ୍ଗଳବାର ବିଳମ୍ବିତ ରାତିରେ ଛତିଆ ଅମରାବତୀ ପାଟଣା ଗ୍ରାମର ଅଶୋକ କୁମାର ବିଶ୍ୱାଳଙ୍କ ଘରୁ ଝରକା ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିବା ବୈରୀ ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ବୈରୀ ଥାନା ଅଧିକାରୀ ଶରତ କୁମାର ନାୟକ, ଛତିଆ ବିଟ୍ ହାଉସ୍ ଅଧିକାରୀ ମହେନ୍ଦ୍ର କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତନାଘନା ଚଳାଇଥିବା ଜଣାପଡ଼ିଛି। ବର୍ଚ୍ଚଣାରୁ ଭଜହରି ପୃଷ୍ଟିଙ୍କ ରିପୋର୍ଟ, AA ମିଡିଆ 24। ମୋ ନାଁ ଅଶୋକ କୁମାର ବିଶ୍ୱାଳ। କ'ଣ ହେଇଛି କାଲି ରାତିରେ ଆପଣଙ୍କର କେମିତି କ'ଣ ଚୋରି ହେଇଛି? ରାତି 2ଟା ପରେ ସେ ଆମର ସେ ଘରେ ପଶିକିରି ମାନେ ସେଇଟା ଶୋଇବା ଘର ନୁହଁ, ଆମେ ଶୋଉଛୁ ସେପଟ ଘରେ, ଏପଟ ଘରଟା ଡାଇନିଂ ଭଳିଆ ଏଇ ଘରଟା ଡାଇନିଂଟା ପଡ଼ିଛି, ଆଉ ଆଲମିରା 2ଟା ଅଛି। ଆଉ ସେ ଘରଟା ଅବଶ୍ୟ ଏଣ୍ଟ୍ରାନ୍ସ ଭିତରକୁ ଅଛି, ସେ ଏଣ୍ଟ୍ରାନ୍ସ କବାଟଟାକୁ ସେ ଦେଇ ଦେଇଛନ୍ତି। ଗ୍ରିଲଟାକୁ ତାଡ଼ିକିରି ଗୋଟା ସାଇଡ଼ର ତାଡ଼ିକିରି ସେ ପଶୁଛନ୍ତି ତା ଭିତରେ। ଆଉ କ'ଣ ସବୁ ଘରେ ନେଇଛନ୍ତି? ସିଏ ସୁନା ଆଉ ଟଙ୍କା ନେଇଛନ୍ତି। ଆଉ କେମିତି କ'ଣ ଆପଣ ଜାଣିପାରିଲେ ନା ନାହିଁ? ନା ଜାଣିପାରିଲେ କ'ଣ, ଆଲମିରାଟା ଆମେ ତ ଏଇଟାକୁ ଏକ୍ସପେକ୍ଟ କରୁନଥିଲୁ ଯେ ଏମିତି ଚୋରି କେବେ ହେବ ବୋଲି। ଆଉ ତେଣୁ ସିଏ ଚାବିଟା ମାନେ ଆଲମିରାର ଲୁଗା ତଳେ ଥିଲା, ଶାଢ଼ୀ ତଳେ, ସେଇଟା ସେ ଖୋଜାଖୋଜି କରି ବାହାର କରିକିରି ଖୋଲି ଦେଇଛନ୍ତି। ଆଉ କ'ଣ କେତେ ଟଙ୍କା କ'ଣ ନେଇଛନ୍ତି? ସିଏ ଆପଣଙ୍କର ନେଇଛନ୍ତି ଆକ୍ଚୁଆଲି 2 ଲାକ୍ଷ ଏଭବ କ୍ୟାସ୍ ଥିଲା।